ଅତି ସୁନ୍ଦର ନାଟକଟି ଆଉ ଯୁବପିଢି ମାନଙ୍କ ପାଇଁ ଏଇ ନାଟକ ଭଲ ଲାଗିବ ତମକୁ। ଏ ନାଟକ ଭିତରେ ଆମେ ଦେଖୁଛୁ କି ରୋମାଣ୍ଟିକ ସିନ୍ ମଧ୍ୟ ଅଛି, ଝଗଡା ମଧ୍ୟ ଟିକେ ରହିଛି, ଇମୋସନାଲ ଅଛି। ନାଟକରେ କଣ ଆକ୍ଚୁଆଲି ଅଛି ଏମିତି? ଆକ୍ଚୁଆଲି ଗୋଟେ ଯେମିତି ଜେନୁଇନ ଷ୍ଟୋରି ଯେମିତି ଆସେ ଗୋଟେ family ନେଇକି ସବୁ ପରିବାର ବସିକି ଦେଖିପାରିବେ ନାଟକଟାକୁ। ବାକି ଯୋଉ ମଝିରେ ମଝିରେ ଟୁଇଷ୍ଟ ଅଛି ସେଟା ଦର୍ଶକ ଦେଖିବେ ଜାଣିବେ। ଏ ଟୁଇଷ୍ଟ ମଝିରେ ଆମେ ଦେଖୁଛି ଗୋଟେ ଗୀତଟିଏ ଭାରି ଭାଇରାଲ ହଉଛି। ଗୀତ ଆଉ ଏ ନାଟକ ଭିତରେ ସାମଞ୍ଜସ୍ୟ କଣ ଅଛି? କିଛି ଯୋଉଟା ଆପଣ କହୁଛନ୍ତି ରିବନ ପିଟା 2.0 ସେଇଟା ଏଇ ବର୍ଷ ସୂର୍ଯ୍ୟମଣିଙ୍କର ଆକ୍ଚୁଆଲି 57 ନାଟକରେ ଅଛି। ସେ ଲାଷ୍ଟ କୁ ଗୋଟେ ଅଛି ଛଅଟା ସସ୍ପେନ୍ସ ଜିନିଷ ଅଛି। ନାଇଁ ଆଗ ହିରୋଇନ କଥା ହବନି, ତାପରେ ତମେ ରିବନ ଗୀତ ଗୀତ ଗାଇକି ମନେଇବ ନା କଣ? ବାସ୍ ସେଇ ଟାଇପ୍ ର କିଛି ଅଛି। ସେଥିରେ ଆଉ ଗୋଟେ ଦେଖିବା ପାଇଁ ମିଳିଛି, ଆପଣ ପାୟଲଙ୍କ ସାଙ୍ଗରେ ଗୋଟେ ସୁନ୍ଦର ଗୋଟେ ଡ୍ୟାନ୍ସଟେ ଅଛି। ଆଉ କେମିତିକା ଲାଗିଲା? ଆଗରୁ ତ ପାଇ ଆପଣ ତାଙ୍କ ସାଙ୍ଗରେ ନେଗେଟିଭ ରୋଲ କରୁଥିଲେ, ଆ ଦେହରେ କଣ ଅଛି ରିଆଲିଟି? ସେଥିରେ ଆଣ୍ଟି କ୍ୟାରେକ୍ଟର ଗୋଟେ ଫାଷ୍ଟ ଅଛି। ଦିଲ୍ ଯାଉଛନ୍ତି ଆପଣ। ସୁଧୁରୁଚି କି ନାଇଁ ଦିଟା ନାଟକ, ଗୋଟେ ଭିଲିଆନ ଆଉ ଗୋଟେ ରାଗିଛି କି କଥା ହଉନ। ଲୋକ ରାଗିଛ କି କଥା ହଉନ ଅଧିକ କାଇଁ ପସନ୍ଦ କରୁଛନ୍ତି? ମାନେ କଣ ସାଇଟା ଭିତରେ କଣ ଦେଖେଇଲେ? ନାଇଁ ସେମିତି କିଛି ନାହିଁ ତାର ଅଛି। ଯୋଉଟା କି ଯୁବପିଢି ମାନେ ଏବେକା ଜେନେରେସନ ମାନଙ୍କ ପାଇଁ ସେ ନାଟକଟା ହେଇନି। ଆଉ ବହୁତ ପୁରୁଣା ଲୋକ ଦେଖିଲେ ବି ପୁରୁଣା ଦର୍ଶକ ଦେଖିଲେ ଜେଞ୍ଜି ମାନେ ନାଟକ ଦେଖନ୍ତି ବୋଲି ଆପଣ ଟିକେ ରୋମାଣ୍ଟିକ ଟାଇଟେଲ ଦେଲେ। ନାଇଁ ନାଇଁ ସେମିତି କିଛି ନାହିଁ। ତା ବିଷୟରେ କଥା ହବ ସେମିତି ଟାଇଟଲ ବି କଣ ଅଛି ବୋଲି ଆଶା ଅଛି। ନାଟକ ଭିତରେ ଆପଣ ଗୋଟେ ଜିକେ କହୁଛନ୍ତି, ସେଇଠି ଏସିଆ ମହାଦେଶରେ କେତେ ଅଛି? ଆପଣ ପାଠ ପଢେଇ ଦଉଛନ୍ତି ନା ଭିତରେ? ସେମିତି ନାହିଁ କିଛି। ଗୋଟେ ହିରୋଇନ କି ଯେତେବେଳେ ଅଲଗା ପିଲାମାନେ ଟିକେ ଡିଷ୍ଟର୍ବ କରୁଛନ୍ତି ସେ ସମୟ ଯାଉଛି ତାଙ୍କୁ ଆପଣଙ୍କ ରିବନ ଦିଟା ଗୀତ ଯେତେବେଳେ ଚାଲୁଛି ଆମେ ଦେଖିଛୁ ତଳେ ମଧ୍ୟ ପିଲାମାନେ ନାଚ କରୁଛନ୍ତି। ରିବନ ଦିଟା ଗୀତ ଏତେ ସକ୍ସେସ ହବା ଏବଂ 60,000ରୁ ଅଧିକ ଲୋକ ରିଲ୍ସ କରିବା ଏବଂ ସୋସାଇଟିରେ ଟ୍ରେଣ୍ଡ ସୃଷ୍ଟି ହବା କରୁଛନ୍ତି। ଚାଇନିଜ ନା ଆପଣ 60,000 ଲୋକଙ୍କ ମୁଁ କହିବି ସମସ୍ତେ କମ୍ପଲସରୀ ରିଲ୍ସ କରନ୍ତୁ ବୋଲି। ସମସ୍ତଙ୍କୁ ଗୀତଟା ଭଲ ଲାଗୁଥିବ ବୋଲି ଜାଣିଛନ୍ତି। ପ୍ରଥମ ରିବନ ଦିଟା ଗୀତ ଅପେକ୍ଷା ଦ୍ୱିତୀୟଟା ଦେଖ ସାଇଙ୍କ ଲୁକ୍ ପାଇଁ ନା ଗୀତ ପାଇଁ ନା କଣ ପାଇଁ? ଗୀତ ପାଇଁ ଗୀତ ପାଇଁ। ସବୁଆଡେ ଚର୍ଚ୍ଚା ଯେ ସାଇ ତା ଦେହରେ ମାନେ ଯେତେବି ସାଇ ତା ଦେହରେ ବେଶୀ ଭାଇରାଲ ହେଇଯାଉଛି ବୋଲି। ଭାରି ସେମିତି ଭିତରେ ବହୁତ ସୁନ୍ଦର ହେଇଛି। ରାଗିଛ କି କଥା ହଉନ ନାଟକ ଗୋଟେ ପରେ ଗୋଟେ ବାରମ୍ବାର ସେ ବହିକୁ ମଧ୍ୟ ରିପିଟ କରାଯାଉଛି। ବହିରେ ଏମିତି କଣ ଅଛି ଯେ ଯୋଉ ଅଛନ୍ତି କମିଟି ବାଲା ମାନେ ବାରମ୍ବାର ବହିକୁ ରିପିଟ କରୁଛନ୍ତି? ନାଟକଟି ଫାଷ୍ଟ ଟୁ ଲାଷ୍ଟ ଅଟପୁଟ ଏଣ୍ଟରଟେନମେଣ୍ଟ ହେବେ। ତାପରେ ତାଙ୍କୁ ଫିଲ୍ ହଉଥିବ କମିଟି ଘରେ ଘର ଲୋକ ଆସି ନାଟକ ଦେଖିଲେ ବାପା ଆସିକି ଦେଖିଦେଇଥିଲେ। ଆସିବ ଦେଖିବା ପାଇଁ ଭଲ ଲାଗିଲା। ସେ ବାପା କୋଉ ନାଟକ ଟାକୁ ଭଲ କହିଲେ ଭିଲିଆନ ଟାକୁ ଭଲ କହିଲେ ରାଗିଛ କଥା ଭଲ କହିଲେ? ସାଇଙ୍କୁ କୋଉଟା ଭଲ ଲାଗୁଛି? ମତେ ଦେଖନ୍ତୁ ଯଦି ମୋ ଏଇ ଯୋଉ 3 ବର୍ଷ ଯାତ୍ରା କ୍ୟାରିୟର କଥା କହିବି, ଚତୁର୍ଥ ବର୍ଷ ଚାଲିଲା ଏଇ ଯୋଉ ଯାତ୍ରା କ୍ୟାରିୟରରେ ଏଇ ଟାଇପ ର ଯୋଉ ରାଗିଛନ୍ତି କଥା ନାଟକଟା ମୁଁ ଏଇ ଟାଇପ ର ପ୍ୟାଟର୍ନ ନାଟକ କେବେ କରିନି। କ୍ୟାରେକ୍ଟର ଏଇଟା ଆଉ କି ଏତେ କାମ ଯେତିକି ସବୁ ଦିଆଯାଇଛି ସେତିକି କାମ ଆଗରୁ କେବେ କରିନାହିଁ।